ସାଧାରଣ ଲୋକଙ୍କର ଅଧିକାର ରହିଛି ସେ ଜମି କାହାକୁ ଦିଆଯିବ, ସେ ଘର କାହାକୁ ଦିଆଯିବ, କୋଉମାନେ ବସ୍ତିରେ ରହୁଛନ୍ତି ତାକୁ ସମସ୍ତଙ୍କୁ ବସେଇକି ଆଲୋଚନା କରିକି ନିଷ୍ପତ୍ତି କାହିଁକି କରାଗଲା? ଆପଣମାନେ ସମସ୍ତେ କହିଛନ୍ତି ବିଭିନ୍ନ ସମୟରେ ଆମେ ଆପତ୍ତି କରିଛନ୍ତି, ଅଭିଯୋଗ କରିଛନ୍ତି। ଆମର ଆପତ୍ତି ଆଉ ଅଭିଯୋଗକୁ ଉପଯୁକ୍ତ ଭାବରେ ଶୁଣାଣି କରାଯାଏ। ଆମମାନଙ୍କୁ ଡାକିକରି ଶୁଣାଣି କରାଯାଇ ନାହିଁ। କୋଉମାନେ ଆପତ୍ତି କରିଛନ୍ତି, ଅଭିଯୋଗ କରିଛନ୍ତି, କ'ଣ ଆପତ୍ତି କ'ଣ ଅଭିଯୋଗ ରହିଛି? ଆପଣମାନେ କାହିଁକି ଦାବି କରୁଛନ୍ତି ଯେ ମୋର ରହିବା କଥା, ଆପଣମାନେ କାହିଁକି ଦାବି କରୁଛନ୍ତି ଯେ ତାଙ୍କର ରହିବା କଥା ନୁହେଁ? ଏ କଥା ଆପଣମାନଙ୍କ ସହିତ କାହିଁକି ଆଲୋଚନା କରାଯାଏ? 192 ଘର କାହାକୁ ଦିଆଯିବ, ରାଜନୀତି ସେଣ୍ଟର କାହାକୁ ଦିଆଯିବ, ରାଜନୀତି ହାଉସ କାହାକୁ ଦିଆଯିବ ଏବଂ ଯେଉଁ ଘର ଦିଆଯିବ ସେ ଘରର ଦାମ କେତେ, ପ୍ରଥମେ ଆମକୁ କେତେ ଦିଆଯିବ ଦେବାକୁ ପଡ଼ିବ, କେତେ କିସ୍ତିରେ ଆମକୁ ଦେବାକୁ ପଡ଼ିବ, କେତେ କେତେ ଟଙ୍କା ଆମକୁ ଦେବାକୁ ପଡ଼ିବ, ଏସବୁ ଆମ ସହିତ ଆଲୋଚନା କରାଯାଏ। କାହିଁକି କରାଯାଏ? କାହିଁକି କରାଯାଉ ନାହିଁ? କାହିଁକି କରାଯିବାର ସମ୍ଭାବନା ନାହିଁ? ଏସବୁ ଦାବିକୁ, ଏଇସବୁ ଆବାଜକୁ ଆମେ ଆଜି ଉଠେଇବାକୁ ଆସିଛନ୍ତି। ଏ ଆବାଜ ଆମେ ଉଠେଇଛୁ। ମାନ୍ୟବର ରାଜ୍ୟପାଳଙ୍କ ପାଖରେ ଆମେ ଆବାଜ ଉଠେଇଛୁ। ରାଜନୀତି ସହିତ ରାଜନୀତି ଆକ୍ରମଣ କ'ଣ? ଯଦି ସେ କଥା ଆମେ ଦେଖିବା, କିନ୍ତୁ ନାରାୟଣ ବସ୍ତି କାଞ୍ଚନ 5 ବର୍ଷ 6 ବର୍ଷ ତଳେ ତାଙ୍କର ଏଠି ଜବରଦସ୍ତି ବସ୍ତି ଭାଙ୍ଗିଥିଲେ, ପ୍ରବଳ ଲଢ଼େଇ କରିଥିଲେ, ପ୍ରତିରୋଧ ଆନ୍ଦୋଳନ କରିଥିଲେ ନାରାୟଣ ବସ୍ତିର ଭାଇ ଓ ଭଉଣୀମାନେ। ବଢ଼ୁଆ ସାଥୀମାନେ ଆପଣମାନଙ୍କ ପକ୍ଷ ତାଙ୍କୁ ସମର୍ଥନ କରିଥିଲେ, ଶରତି ଦେଇଥିଲେ। ଯେଉଁମାନଙ୍କୁ ଟ୍ରାନଜିଟ୍ ଆକୋମୋଡେସନକୁ ନିଆଯାଇଛି ବା ଟ୍ରାନଜିଟ୍ ହାଉସକୁ ନିଆଯାଇଛି ସେମାନଙ୍କୁ ଏପର୍ଯ୍ୟନ୍ତ ପରମାନେଣ୍ଟ ଘର ଦିଆଗଲାଣି କି? କେବେ ସେମାନଙ୍କୁ ପରମାନେଣ୍ଟ ଘର ଦିଆଯାଏ? ଯଦି ତାଙ୍କୁ ଏପର୍ଯ୍ୟନ୍ତ ପରମାନେଣ୍ଟ ଘର ଦିଆଯାଇନାହିଁ, ଅବଶିଷ୍ଟ ଯେଉଁମାନେ ଯାଇଛନ୍ତି ସେମାନଙ୍କୁ ପରମାନେଣ୍ଟ ଘର ଦିଆଯାଇନାହିଁ, କାହାକୁ କାହାକୁ ଟ୍ରାନଜିଟ୍ ଘର ବି ଦିଆଯାଇନାହିଁ। ସୁଧନଗରର ବସ୍ତି ବାସିନ୍ଦାମାନଙ୍କୁ ଏପର୍ଯ୍ୟନ୍ତ ପରମାନେଣ୍ଟ ସେଟଲମେଣ୍ଟ ଦିଆଯାଇଛି। ତେଣୁ ଆମକୁ ଯେଉଁମାନଙ୍କୁ ଟ୍ରାନଜିଟ୍ ହାଉସ୍ ଦେବେ, ଟ୍ରାନଜିଟ୍ ସେଣ୍ଟର ଦେବେ, ସେମାନଙ୍କୁ ପରମାନେଣ୍ଟ ସେଟଲମେଣ୍ଟ କେବେ କରିବେ? ଏ ପ୍ରଶ୍ନ ଆପଣମାନଙ୍କର, ଏ ପ୍ରଶ୍ନ ମୋର, ଏ ପ୍ରଶ୍ନ ବସ୍ତି ସୁରକ୍ଷା ମଞ୍ଚର, ଏ ପ୍ରଶ୍ନ ଭୁବନେଶ୍ୱରର ସବୁ ବସ୍ତି ବାସିନ୍ଦା। ଆମକୁ ଆମର ଆଜିର ଧାରଣାରେ ଯେ ଆମର ଏ ଲଢ଼େଇ ସରିଯିବ, ଆମର ସବୁ ଦାବି ଆମେ ହାସଲ କରିଯିବା, ସେ କଥା ନୁହେଁ। ଆମକୁ ଗୋଟେ ଲମ୍ବା ଲଢ଼େଇ ଲଢ଼ିବାକୁ ପଡ଼ିବ। ଏ ଲଢ଼େଇରେ ହୁଏତ ଆମେ ସାମୟିକ ଭାବରେ ଜିତି ଯାଇପାରନ୍ତି ବା ହାରିଯାଇପାରନ୍ତି, କିନ୍ତୁ ଆମକୁ ଗୋଟେ ଲମ୍ବା ଲଢ଼େଇ ଲଢ଼ିବାକୁ ପଡ଼ିବ। ଏ ଲଢ଼େଇରେ ଆମେ କେବଳ ଅରବିନ୍ଦ ନଗର ନୁହେଁ, କେବଳ ମା ତାରିଣୀ ନଗର ନୁହେଁ, ଭୁବନେଶ୍ୱରର ସବୁ ବସ୍ତି ବାସିନ୍ଦାମାନଙ୍କୁ ଏକାଠି କରିଅଛୁ। କେବଳ ଭୁବନେଶ୍ୱର ନୁହେଁ, ଓଡ଼ିଶାର ସବୁ ବସ୍ତି ବାସିନ୍ଦାମାନଙ୍କୁ ଏକାଠି କରିବାକୁ ପଡ଼ିବ। ଓଡ଼ିଶାର ସବୁ ଦଳିତ, ସବୁ ଆଦିବାସୀ, ସବୁ କୃଷକ, ସବୁ କ୍ଷେତ ବୁଲିଆ ମଜୁରିଆ, ସବୁ ଶ୍ରମିକମାନଙ୍କୁ ଏକାଠି କରିକି ଆମକୁ ଲଢ଼େଇ ଲଢ଼ିବାକୁ ପଡ଼ିବ। ଏ ଲଢ଼େଇ ଆମକୁ ଏଇଥିପାଇଁ ଲଢ଼ିବାକୁ ପଡ଼ିବ ଯେ ଆମେ ମଣିଷ ଭଳି ବଞ୍ଚିବା ପାଇଁକି ମର୍ଯ୍ୟାଦାର ସହିତ ବଞ୍ଚିବାର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଲଢ଼େଇ ଲଢ଼ିବାକୁ ପଡ଼ିବ। ଆମ ହାତରେ ରହିବ ଆମର ଜମି, ଆମ ହାତରେ ରହିବ ଆମର ଖଣି, ଆମ ହାତରେ ରହିବ ଏ ପାଣି, ଆମ ହାତରେ ରହିବ ଏ ପରିବେଶକୁ କେତେ ଆମେ ନେବୁ ଏବଂ ପରିବେଶ ଆଗାମୀ ଭବିଷ୍ୟତର ପାଇଁ ଆମେ କେତେ ରଖିବୁ। ଆମ ପାଇଁକି ବିଦ୍ୟୁତ୍, ଆମ ପାଇଁକି ଶିକ୍ଷା, ଆମର ସମସ୍ତଙ୍କ ପାଇଁକି ସ୍ୱାସ୍ଥ୍ୟ, ଏସବୁ ପାଇଁକି ଆମକୁ ଲଢ଼େଇ ଲଢ଼ିବାକୁ ପଡ଼ିବ। ଆମେ କିଭଳି ଭାବରେ ଉପଯୁକ୍ତ ଭାବରେ ଜୀବିକା ଅର୍ଜନ କରିପାରିବୁ, ଆମେ ଆମର ଶକ୍ତି ଅନୁସାରେ ଆମେ କାମ କରିବୁ, ଆମର ଆବଶ୍ୟକତା ଅନୁସାରେ ଆମେ ପାଇବୁ,